ଓହୋ ପ୍ରଭୁ ପୂଜା କାମରେ ଲାଗିଛି। ଜୟ ପ୍ରଭୁ। ଧୀରେ 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 ପ୍ୟାଣ୍ଟ ପିନ୍ଧିକିରି ପୂଜା ଚାଲିଛି। ପିଲାକୁ ମାନିବାକୁ ପଡିବ ହେଲା। ଭାଇ ଜୟ ଶ୍ରୀରାମ। ମୁଁ ପ୍ରଭାତ। ତ ଏବେ ଟାଇମ୍ ଆସି ହେଇଗଲାଣି କେତେଟା ନା ସକାଳ 6ଟାରେ ଉଠିକିରି ଏବେ କ'ଣ କରୁଛି ନା ରୋଷେଇ କରୁଛି। ରୋଷେଇ କରିସାରିଲା ପରେ ଭାଇ ତାର କର୍ମକ୍ଷେତ୍ରକୁ ନେଇକିରି ଯିବ ଟିଫିନ୍। ତ ଆଜିର ୱେଦର କେମିତି ଅଛି? ସକାଳୁ ଟିକିଏ କୋହଲା କୋହଲା ପାଗ କରିଛି ହେଲା। ଗରମ ଟିକେ ନାହିଁ, ଥଣ୍ଡା ଟିକେ ଲାଗୁଛି। ଏତେଟା ତ ଥଣ୍ଡା ଲାଗୁନି, ଗରମ ତ ସେମିତି ଅଛି ବୁଝିଲ। ତ ଆପଣମାନଙ୍କ ସାମ୍ନାରେ ଏମିତି ଅଛି। ସୂର୍ଯ୍ୟ ମହାପ୍ରଭୁ ଆସିନାହାନ୍ତି, ଆସିଲେଣି କି କ'ଣ କଲେଣି ଏତେଟା ଜଣାପଡ଼ୁନି। ସେଇ କଡ଼ରୁ ଏଇଟା ବାହାରିଲେଣି, ତାପରେ ତାଙ୍କର ତାଣ୍ଡବ ଷ୍ଟାର୍ଟ ହେଇଯିବ ରେ ବାବା। ତ ଏମିତି ଅଛି। ଆଉ ଭାଇ ଆମର ଉଠିକିରି ରୋଷେଇ ଅଧା କରିକିରି ଏଠି ବସିଛି। ଭାଇ ଗୁଡ୍ ମର୍ଣ୍ଣିଂ। ଗୁଡ୍ ମର୍ଣ୍ଣିଂ। ମୋବାଇଲ କେଞ୍ଚା ଚାଲିଛି। ତ ଏଠି ରୋଷେଇ ଆମର କ'ଣ ନା ଭାତ ସରିଗଲା ବୁଝିଲ, ପଖାଳ ହବ। ଆଉ ଏଠି ପୋଟଳ ଆଳୁ କଷା, ଏଠି ମସଲା ଛେଚା ହେଇ ଥୁଆ ହେଇଛି। ଅଳିଆ ଆସନା ହେଇ ଏମିତି ପଡ଼ିଛି ବୁଝିଲ। ଆଉ ଗରମ ଖାଇବାକୁ ପୁରା ଟୋଟାଲ ଇଚ୍ଛା ହେଉନି ଏ ଗରମରେ, ସେଥିପାଇଁ ପଖାଳ କରିଦେଉଛି। ପଖାଳ ଖାଇକିରି ରାତିରେ ପଖାଳ, ଦିନରେ ବି ପଖାଳ ବୁଝିପାରିଲେ। ଏମିତି ଚାଲିଛି ଆଉ। ବୁବାଇ ଯାଇଥିଲା କୁଆଡ଼େ ଗଲା କିରେ? ଆଉ ଦେଖା ନାହିଁ, ଏପଟେ ବସିଥିଲା ଟି। ବୁବାଇ ଆସିଥିଲା ସକାଳୁ ସକାଳୁ ପଳେଇ ଆସିଥିଲା, ସେ କୁଆଡ଼େ ଗଲାଣି କାହିଁ ଦେଖା ନାହିଁ ଏପର୍ଯ୍ୟନ୍ତ ଯେ। ତ ଠିକ୍ ଅଛି, ଚାଲ ଯିବା ରୋଷେଇ କରିବା। ରୋଷେଇ କରିବା କ'ଣ, ଏବେ ଟିକେ ଚା ଟିକେ କରିକିରି ପିଇବା, ମାଇଣ୍ଡଟା ଟିକେ ଥଣ୍ଡା ହେବ। ସକାଳଟା ମାନେ ପୁରା ଦିନଟା ଭଲରେ ଯିବ। ଏବେ ଟିକେ ଚା କରିବା। ଏଠି ଅମୁଲ ଥୁଆ ହେଇଛି, ଚା ହବ। ଭାଇ ଆମର ସେଠି ଅଧା ସବୁ କାମ ସାରିକିରି ଯାହା ଝାଡ଼ୁଟା ମାରିଦେଉନି। ଝାଡ଼ୁ କ'ଣ ମରା ହେଲେ? ଝାଡ଼ୁ ମରା ହେଇନି ଟି। ରିସେପସନ୍ ଭିଡ଼ିଓଟା ଗୋଟେ କାହା ଗୋଟେ ଯଦି ଦେଇଥାନ୍ତେ କରିଥାନ୍ତା, ଜମାରୁ 4 ମିନିଟ୍ ଭିଡ଼ିଓଟା ବୁଝିଲୁ, ଜମାରୁ 4 ମିନିଟ୍ ବା। ଆଉ କ'ଣ କରିବ? ରିସେପସନ୍ ଭିଡ଼ିଓ ଆପଣମାନେ ଦେଖିଦେବେ 4 ମିନିଟ୍, କାହିଁକିନା ବହୁତ ବ୍ୟସ୍ତରେ ରହିଲି, ଭିଡ଼ିଓଟା ଆଉ କରିପାରିଲିନି। ସବୁ ଭିଡ଼ିଓ ଠିକ୍ଠାକ୍ ଚାଲିଲା, ରିସେପସନ୍ରେ ଠିକ୍ ଭିଡ଼ିଓଟା ମୋ ହେଇପାରିଲାନି। ପିଲା ତ ସବୁ ବ୍ୟସ୍ତରେ ରହିଲେ, ସବୁ ଭୋଜି ଭାତ ଷ୍ଟେଜ୍ ଇଏରେ ସବୁ ତ ବ୍ୟସ୍ତରେ ରହିଲେ, ଆଉ କ'ଣ କରିବା ଆଉ। ସେଥିପାଇଁ କରିହେଲା ନାହିଁ। ତ ସେଥିପାଇଁ ଦୁଃଖିତ, କାହିଁକିନା ସବୁ ଭିଡ଼ିଓ ସବୁ ଠିକ୍ଠାକ୍ ପଡ଼ିଲା, କିନ୍ତୁ ସେ ଭିଡ଼ିଓଟା ପୁରା ପେଣ୍ଡିଂରେ ରହିଗଲା, ବହୁତ କମ୍ ରହିଗଲା। ତ ସେଥିପାଇଁ ଦୁଃଖିତ ବୁଝିପାରିଲେ। ଆଉ କ'ଣ କରିବା, ବ୍ୟସ୍ତ ଭିତରେ ସେତିକି ଭିଡ଼ିଓ କରିବା ବି ମାନେ ବହୁତ କଷ୍ଟ। ବୁବାଇ ଏଇଠି ଗୋଟେ କେଉଁଠୁ ପାଣି ବୋଟଲ ଧରି ପଳେଇ ଆଇଲେ, ଲୁଚି ପଇଲା। ସକାଳୁ ସକାଳୁ ସିଏ ଗୋଟେ ପିଲା, ମାନେ ବରଫ ପାଣି, ପୁରା ଆଇସ୍ ୱାଟର ପିଆ ହେବ ତାର ବୁଝିଲ। ଯଦି ଆମର ଚା ରେଡ଼ି, ଏଠି ପୋଟଳ ଆଳୁ ଭଜା ଟିକେ ଚାଲିଛି, ତାପରେ ଯାହା ହବ ଆଉ। ଭାଇ ଆମର ଏଠି ଝାଡ଼ୁ ମାରୁଛି ରେ ବାବା। ଓହୋ, ଭାଇ ଝାଡ଼ୁ ମାରୁଛି। ଫୋନ୍ରେ ବି ଚାର୍ଜ ସରିଲାଣି, ଚାର୍ଜ ଟିକେ ବସେଇବାକୁ ପଡ଼ିବ। ସକାଳୁ ସକାଳୁ ଚାର୍ଜ ନାହିଁ ଫୋନ୍ରେ।
ଟିକେ ଭଜା ହେବ କେତେ ସମୟ ଟିକେ ଆଉ କ'ଣ କହିଲୁ କ'ଣ ଗୋଟେ କହିଲୁ ବା କ'ଣ କହିଲୁ ଆର ମାସ 6 ତାରିଖରେ ଉପାସେ ଭାଇ କହୁଛି ଆର ମାସ 6 ତାରିଖ ମାନେ ମେ 6 ତାରିଖରେ ପୁରା ଉପାସ କ'ଣ ପାଇଁ ନା ତାର ବାହାଘର ସେଦିନ ଥିଲା ସେଥିପାଇଁ ଟୋଟାଲ ଖାଡ଼ା ଉପାସ କେଉଁଠି କଳା କାଠ ପଡ଼ିକିରି ସେଦିନ ଭୋକରେ ପୁରା ପେଟ ଜଗୁଥିଲା ତାର ନା କ'ଣ କାହାକୁ କ'ଣ କହିଲି ନାଇଁ କାହାକୁ କ'ଣ କହିଛି ତଥାପି କାହାକୁ କ'ଣ କହିଛୁ ପୁଣି ମନେ ଥିବ ତୋର ନା ନାଇଁ ମନେ ନାହିଁ ମସଲା କଷା ସରିକିରି ପୋଟଳ ଆଳୁ ସବୁ ପଡ଼ିଗଲା ଏବେ ତାକୁ ଫୁଟିବା ପାଇଁ ଛାଡ଼ିଦେବା ବୁଝିଲ ଗରମ ଯେ ପ୍ରବଳ ଜୋରେ ଗରମ ଦେଖୁ ଦେଖୁ ଆମ ଅବସ୍ଥା କ'ଣ ହେଲାଣି ମୋର ବୁଝିଲ କ'ଣ ଫୋନରେ ଟିକେ ଚାର୍ଜ ନାହିଁ ଚାର୍ଜ ବସେଇଦେବା ତ ଆପଣମାନଙ୍କ ସାଙ୍ଗରେ ତାପରେ କଥାବାର୍ତ୍ତା ଠିକ୍ ଅଛି ତରକାରୀ ଆମର ଶେଷ କେମିତି ହେଇଛି କହିବ ଭାଇ ଆମର କ'ଣ କରୁଛି ନା ଗାଧୋଇ ସାରିକିରି ଏଠି ଠାକୁରଙ୍କ ପୂଜା କାମରେ ଲାଗି ପଡ଼ିଛି ଓହୋ ପ୍ରଭୁ ପୂଜା କାମରେ ଲାଗିଛି ଜୟ ପ୍ରଭୁ ଧୀରେ ଧୀରେ ପ୍ୟାଣ୍ଟ ପିନ୍ଧିକିରି ପୂଜା ଚାଲିଛି ପିଲାକୁ ମାନିବାକୁ ପଡ଼ିବ ହେଲା ପ୍ରଭୁଙ୍କର ଭୋଗ ହବ ଦୀପ ଲଗା ସରିଗଲା ଭୋଗ ଚାଲିବ ଗରମ ପ୍ରବଳ ଜୋରେ ଗରମ ଟିକେ ଫ୍ୟାନ୍ଟା କମେଇକି ଦେଇଦେ କମେଇକି ଦେଲେ କିଛି ହବନି ଭାଇ ଆମର ଉଠିକିରି ତାର କାମ ସବୁ ସାରି ଗଲାଣି କେଉଁଠି ନା ଠାକୁର ପୂଜା କରିକିରି ଯିବ ତାର କର୍ମକ୍ଷେତ୍ରକୁ ବାହାରିବ ତ ଏଠି ଆଜି ବୋଧେ ଖରା ହେବନି ଜଣାପଡ଼ୁଛି ଯାହା ହଉ ଏମିତି ପାଗ ଟିକେ କରିଛି କିନ୍ତୁ ଖରା ଟିକେ କମିଛି ସିନା କିନ୍ତୁ ଗୁଳିଗୁଳି ପାଗଟା କରିଛି ପ୍ରବଳ ଜୋରେ ଏତେ ଜୋରେ ଗୁଳିଗୁଳି ହେଉଛି ଯେ ମାନେ କହିବାର କଥା ନାହିଁ ବୁଝିଲ ଏପର୍ଯ୍ୟନ୍ତ ମହାପ୍ରଭୁ ଆସିନାହାନ୍ତି ସୂର୍ଯ୍ୟ ମହାପ୍ରଭୁ ଆସିଥିଲେ ତ ପୁରା ତାଣ୍ଡବ ରଚିଥାନ୍ତେ ବୁଝି ଏମିତି ହେଉଛି ତ ଏମିତି ପାଗ ରଖିଲେ କ'ଣ ହେବ ଗୁଳିଗୁଳି ତ କରୁଛି ପ୍ରବଳ ଜୋରେ ଗୁଳିଗୁଳି କାମ ଦାମ ସବୁ ସରିଗଲା ପରେ ଦେଖୁଛ କେଉଁ ଭଳିଆ ଝାଳ ଗାଧେଇ ସାରି ଆସିଲେଣି ଏବେ ଯାଉଛି କ'ଣ କରିବି ଖାଇବି ଖାଇସାରିକି ମୋ କର୍ମକ୍ଷେତ୍ରକୁ ବାହାରିବି ତ ଏବେ ଟାଇମ୍ ହେଇଗଲା କେତେଟା ନା 11:30 ମୁଁ 12:30ରେ ମୋ କର୍ମକ୍ଷେତ୍ରକୁ ବାହାରି ସେଥିପାଇଁ କ'ଣ କରେ ନା ଆଗରୁ ଟିକେ ଖାଇ ଦେଇକିରି କିଛି ସମୟ ରେଷ୍ଟ ନେଇକି ତାପରେ ବାହାରେ ଏ ଯେଉଁ ଭଳିଆ ଗରମ ହେଉଛି ଯେଉଁ ଭଳିଆ ଖରା ପୁରା ଜୀବନ ଚାଲିଗଲା ଭଳିଆ ଲାଗୁଛି ବୁଝିଲ ତ ବାହାର ପଟର ଦୃଶ୍ୟ ଏଇଆ 11:30ର ଟାଇମ୍ ବୁଝିପାରିଲେ ତ ଏଠି ମୋ ପ୍ୟାଣ୍ଟ ସାର୍ଟ ସବୁ ସଫା କରିକିରି ସବୁ ଶୁଖଉଥିଲି ତାପରେ ଏଠି ଗାଡ଼ିଟା ଟିକେ ବହୁତ ଅଳିଆ ଅସନା ହେଇଯାଇଥିଲା ଗାଡ଼ିଟା ଟିକେ ପୋଛା ହେଉଥିଲା ତାପରେ ଯାଉଛି ଖାଇବା ପାଇଁ ପ୍ୟାଣ୍ଟ ସାର୍ଟ ସବୁ ଏଠି ଶୁଖିଛି ଏଠି କ'ଣ ମାନେ ପିମ୍ପୁଡ଼ି ଗୁଡ଼ାକ ପ୍ରବଳ ଦେଖୁଛନ୍ତି କେଉଁ ରେଟ୍ର ପିମ୍ପୁଡ଼ି ଦେଖିଲେ ଲାଗିଯାଉଛି ପିମ୍ପୁଡ଼ି କ'ଣ ଏଠି ନଡ଼ିଆ ଗଛରେ ବନ୍ଧା ହେଇଛି ବୋଲିକିରି ପିମ୍ପୁଡ଼ି ଯେ ପ୍ରବଳ ପିମ୍ପୁଡ଼ି ତାରରେ ଚାଲୁଛନ୍ତି ଆଉ ଡ୍ରେସ୍ ଶୁଖେଇଛି ତାକୁ ପୁଣି ନେଲା ବେଳକୁ ପୁଣି ଝାଡ଼ିକିରି ନେବାକୁ ପଡ଼ିବ ଆଉ କ'ଣ କରିବା ଆଉ ତ ଗରମ ଯେ ପ୍ରବଳ ଜୋରରେ ଗରମ ହେଉଛି କ'ଣ ମଣିଷ କରିବ ଏଠି ଫ୍ୟାନ୍ ଚାଲିଛି ତ ଖାଇବା କ'ଣ
ନା ପୋଟଳ ଆଳୁ କଷା ପଖାଳ ସାଙ୍ଗରେ ହେଲା। ଏଠି ଲୁଣ ଟିକେ ପକେଇ ଦେଇକି ଖାଇବା। ଭୋକ ହେଲାଣି ପ୍ରବଳ ଜୋରେ, ପେଟ ପୁରା କଣ ହେଲାଣି 11:30 ବେଳଠାରୁ ପେଟ କଣ ଏଠି ଟେଷ୍ଟ କରିଦେବା କେମିତି ଲାଗୁଛି। ମସ୍ତ ଅଛି, ବଢ଼ିଆ ଲାଗୁଛି, ଟେଷ୍ଟ ଅଛି। ପଖାଳ ଖାଉଛି। ଆଉ ଇଏ ଗରମରେ କ'ଣ ଗରମ ଖାଇହେବ? ଗରମ କିଛି ଖାଇହେବନି ବୁଝିଲ। ଏବେ ବହୁତ ଜୋରେ ଖରା ମାରୁଥିଲା, ଟିକେ ପୁଣି କୋହଲା ପାଗ କଲା। କୋହଲା ପାଗ କଲେ କ'ଣ ହେବ? ଗରମ ଯେ ପ୍ରବଳ ଜୋରେ ଗରମ, ଗୁଳୁଗୁଳି ପାଗଟା କରିଛି। ଆଉ କ'ଣ କରିବା? ଖରାରେ ଜମା ଘରୁ ବାହାର ନାହିଁ। ମୁଁ ପୁଣି ଥରେ କହୁଛି, ବାରମ୍ବାର ବ୍ଲଗ୍ରେ କହି ଆସୁଛି ଖରାରେ ଜମା ଘରୁ ବାହାର ନାହିଁ। କିନ୍ତୁ ମୁଁ ଆପଣଙ୍କୁ କହୁଛି ସିନା, କିନ୍ତୁ ମୋ କର୍ମକୁ ପୁଣି ଯିବାକୁ ପଡ଼ିବ। କହୁଥିଲେ ନା ଉଦୁଉଦିଆ ଖରା ବେଳ ଟାଇମ୍ରେ, ଖରା ଯେ ଟାଣ ଖରା ଟାଇମ୍ରେ ମୁଁ ପୁଣି ବାହାରୁଛି ମୋ କର୍ମକ୍ଷେତ୍ରରେ, ବୁଝିଲେ। ତ ଖାଇବା ପୁରା ଓକେ ଅଛି, ଖାଇବା ପୁରା ମଜା ଆସିଗଲା, ବୁଝିଲେ କି। ଠିକ୍ ଅଛି, ଖାଇସାରି ଆପଣଙ୍କ ସାଙ୍ଗରେ କଥା ହେଉଛି। ତ ଏଠି ଖାଇସାରିକିରି କ'ଣ କରୁଛି ନା ଟିକେ ରେଷ୍ଟ ନେଉଥିଲି, ବୁଝିଲ। ବହୁତ ଜୋର ଟାୟାର୍ଡ଼ ଲାଗିଲା, ଟିକେ ରେଷ୍ଟ ନେଇଗଲେ ଆମେ ଯିବା କେଉଁଠିକି ନା ଆମ କର୍ମକ୍ଷେତ୍ରକୁ। ତ ଟାଇମ୍ ଆସି ହେଇଗଲା କେତେଟା ନା 12:30। ଖାଇସାରିକିରି ଆଉ ଉଠି ହେଉନି। ଫ୍ୟାନ୍ ଚାଲିଛି, ଫ୍ୟାନ୍ ସାମ୍ନାରେ ଶୋଇପଡ଼ିଲା ବେଳକୁ ପୁରା ନିଦ ଲାଗୁଛି ଶହେ ଶହେରେ। ଆଉ ଇଏ କେଉଁ ଭଳିଆ ଖରା ଦେଖ। ମୁଁ କର୍ମକ୍ଷେତ୍ରକୁ ମୋର ବାହାରିବି, ଦେଖିଲ ପୁରା ଉଦୁଉଦିଆ ଖରା ବେଳଟା, ବୁଝିଲ। ଉଦୁଉଦିଆ ଖରା ବେଳଟାରେ ମାନେ କେଉଁ ଲୋକ ଖାଇ ପିଇକିରି ଶୋଇ ପଡ଼ିବା କଥା। ମୁଁ ଯାଉଛି କେଉଁଠି ନା ମୋ କର୍ମକ୍ଷେତ୍ରକୁ। ତ କର୍ମ ହିଁ ଭଗବାନ। ମୁଁ କର୍ମକୁ କେବେ ମାନେ ଅପମାନଟା କରେନି, ବୁଝିପାରୁଛନ୍ତି। କର୍ମକୁ କେବେ ଅପମାନ କରିବନି। କର୍ମକ୍ଷେତ୍ରକୁ ବାହାରୁଛି, ଯାଉଛି ଟିକେ ଡ୍ରେସ୍ଟା ପିନ୍ଧି ଦେଇକିରି ବାହାରିବା କେଉଁଠିକି ନା ମୋ କର୍ମକ୍ଷେତ୍ରକୁ, ବୁଝିଲ। ଦେଖିଲେ ତ ଆପଣମାନେ, ଖରା ଦେଖିଲେ, ପୁରା ଡ୍ରେସ୍ ପିନ୍ଧିକିରି ରେଡ଼ି ହେଇଗଲି, ବୁଝିଲ। ଏତେ ଜୋରରେ ଗରମ ହେଉଛି, ଓହୋ ମଣିଷ ମରିଗଲା ଭଳିଆ ଲାଗୁଛି ଏଇ ଯେଉଁ ଖରା। ପାଣି ପିଇକିରି ଯାଇଥିବେ କି ନାହିଁ, କର୍ମକ୍ଷେତ୍ରକୁ ପହଞ୍ଚିଲା ବେଳକୁ ତଣ୍ଟି ପୁରା ଶୁଖି ଯାଇକିରି ତଣ୍ଟି ପୁରା ଅଠା ଅଠା ହେଇଯାଇଥିବ। ଆଉ କ'ଣ କରିବା? ତ ଆପଣମାନେ ଦେଖିଲେ, ମୁଁ ପୁଣି ଯାଇ ଆସିବି କେତେବେଳୁ ନା ମୋର କର୍ମକ୍ଷେତ୍ର ଡ୍ୟୁଟି ସରିବ ରାତି 8ଟାରେ, ବୁଝିଲେ କି। ତ ରାତି 8ଟାରେ ଭିଡ଼ିଓଟା ଆଉ ଏଣ୍ଡ କରି ହେବନି, କାହିଁକିନା ସେଠୁ ଆସିଲା ପରେ ବହୁତ ଜୋର ଟାୟାର୍ଡ଼ ଲାଗିଥିବ। ତାପରେ ରାତି ବି ହେଇଯାଇଥିବ। କେମିତି ଖାଇକିରି ଟିକେ ଶୋଇବା, ରେଷ୍ଟ ନେବା, ରେଷ୍ଟ ଖୋଜିବ, ବଡ଼ି ପୁରା ରେଷ୍ଟ ଖୋଜିବ, ବୁଝିପାରୁଛନ୍ତି। ତ ଦିନର ଟୋଟାଲ ସକାଳ 6ରୁ ଦିନ 12:30 ପର୍ଯ୍ୟନ୍ତ କ'ଣ କଲି କ'ଣ ନାହିଁ ଆପଣମାନଙ୍କ ସାମ୍ନାରେ ପୁରା ବ୍ଲଗ୍ଟି ରହିଲା। ତ ବ୍ଲଗ୍ଟି ଯଦି ଭଲ ଲାଗିଥିବ, ଆଉ ବିଶେଷ ବଡ଼ ବି କରୁନି, ଏଇଠି ବି ରଖୁଛି। ଯଦି ଭଲ ଲାଗିଥିବ ତ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ। ତ ଭଲ ପାଇବା ଗୋଟେ ସବସ୍କ୍ରାଇବ୍ ଭାଇ, ବହୁତ କଷ୍ଟ କରିବାକୁ ପଡ଼ୁଛି। ଆଡ଼େ କର୍ମକ୍ଷେତ୍ର ଦେଖିବାକୁ ପଡ଼ୁଛି, ସିଆଡ଼େ ବି ଘରେ ରୁମ୍ରେ ରୋଷେଇ କରିବାକୁ ପଡ଼ୁଛି, ପ୍ଲସ୍ ସବୁ ରୁମ୍ର କାମ ବି କରିବାକୁ ପଡ଼ୁଛି। ଆଡ଼େ ବି ବ୍ଲଗ୍ ବି କରିବାକୁ ପଡ଼ୁଛି ଆପଣମାନଙ୍କ ଏଣ୍ଟରଟେନମେଣ୍ଟ ପାଇଁ। କ'ଣ କରିବା, ଏକୁଟିଆ ରହିଯାଉଛି, ସେଥିପାଇଁ ଆପଣମାନଙ୍କର ଏଣ୍ଟରଟେନମେଣ୍ଟ ହେଇପାରୁଥିବ କି ନ ହେଇପାରୁଥିବ ସେଇଟା ବି ମୁଁ କହିପାରିବିନି। ଯଦି ଭିଡ଼ିଓରେ କିଛି ତ୍ରୁଟି ଥାଏ ତ କମେଣ୍ଟ ମାଧ୍ୟମରେ ଆପଣମାନେ ଜଣାଇବେ କି ଏଟା ଭୁଲ ରହୁଛି, ଏଟା ଠିକ୍ ରହୁଛି କି କ'ଣ କରୁଛି। ଆପଣମାନେ ତ ସପୋର୍ଟରେ ମୁଁ ଆଜି ଏପର୍ଯ୍ୟନ୍ତ ପହଞ୍ଚିଛି। ତ ଆପଣମାନେ କହିବେ, କିଛି ମାନେ ଇଏ ନାହିଁ। ଯେଉଁ ଗୁଡ଼ାକ ବି ତ୍ରୁଟି ରହୁଛି ଆପଣମାନେ ଜଣାଇବେ କମେଣ୍ଟ ମାଧ୍ୟମରେ କି ଏ ଜାଗାରେ ତ୍ରୁଟି ରହିଲା, ଏ ଜାଗାରେ ଏମିତି ବ୍ଲଗ୍ କରନି କି ନ କରନି। ତ ଯେତିକି ମୋର ଆଇଡ଼ିଆ ଆଉ ଯେତିକି ନଲେଜ୍ ମୁଁ ସେତିକିରେ ହିଁ କରୁଛି। ତ ଟାଇମ୍ ହେଇଗଲାଣି, ଯାଉଛି ଭାଇ। ତ ସାଙ୍ଗମାନେ ଏତିକିରେ ରଖୁଛି। ଯଦି ଗୋଟେ ଭଲ ଲାଗିଥିବ ଲାଇକ୍ ସେୟାର ସବସ୍କ୍ରାଇବ୍ ଗୋଟିଏ। ବାଏ।